ସୋ ହେଲୋ ଏଭ୍ରିୱାନ୍। ଦେଖନ୍ତୁ ପରୀକ୍ଷା ଦର୍ପଣର କୋଶ୍ଚିନ୍ ସବୁ ଆସିଯାଇଛି ଏବଂ ଏଇ ବର୍ଷ ବୋର୍ଡ଼ ଏକ୍ଜାମ ପାଇଁ ନିଶ୍ଚିତ ଭାବରେ ଏଗୁଡ଼ିକ ଇମ୍ପୋର୍ଟାଣ୍ଟ ଅଟେ ଯେହେତୁ ବୋର୍ଡ଼ ତରଫରୁ ଆସିଛି ଏବଂ ଆପଣମାନେ ସବୁ ଏଇ କୋଶ୍ଚିନ୍ ଗୁଡ଼ିକ ପ୍ରାକ୍ଟିସ୍ କରିନିଅନ୍ତୁ। ପିଡିଏଫ୍ଟି ଆପଣଙ୍କୁ ଟେଲିଗ୍ରାମ ଚ୍ୟାନେଲରେ ମିଳିଯିବ। ନିଶ୍ଚିତ ଭାବରେ ସମସ୍ତେ ଗ୍ରୁପରେ ଜଏନ୍ କରିବେ। ଓକେ, ସୋ ଦେଖନ୍ତୁ ସେଟ୍ 2ର 1 ନମ୍ବର କୋଶ୍ଚିନ୍ ରହିଛି। ଏଟା ମ୍ୟାଥମେଟିକ୍ସର ଦେଖୁଛନ୍ତି। ଟିର କେଉଁ ମାନ ପାଇଁ 2 1 ସମୀକରଣ 2x plus ty minus 5 equal to 0 ର ଅନନ୍ୟ ସମାଧାନ ହବ। ତ ଏଠି ଆମକୁ ଦେଖନ୍ତୁ x ଜାଗାରେ ତାହେଲେ 2 ପକେଇବା, y ଜାଗାରେ 1 ପକେଇବା, ନୁହେଁ କି? ତ 2 into x ଜାଗାରେ ମୁଁ ପକେଇଦେଲି 2 plus t into y ଜାଗାରେ 1 ପକେଇବି, ତ t into 1 minus 5 equal to 0। ବୁଝିହେଲା? ତ 4 plus t minus 5 equal to 0। t 4 ରୁ minus 5 ଗଲେ କେତେ? ଏଇଟା minus 1, ତ t minus 1 equal to 0। t equal to ହେଉଛି ଆପଣଙ୍କର 1। ବୁଝିପାରିଲେ? ଏ ହେଉଛି ଏଠି ଆନ୍ସର। ଓକେ, ନେକ୍ସଟ 2 ନମ୍ବର କ୍ୱେଶ୍ଚିନ୍ ଦେଖନ୍ତୁ। 2 ନମ୍ବର କ୍ୱେଶ୍ଚିନ୍ ଆପଣଙ୍କୁ ଦେଲା ସମୀକରଣ 2x minus y plus 3 equal to 0 ର y equal to mx plus c ରୂପ କ'ଣ ହବ? ତ ଦେଖନ୍ତୁ ଏଠି ଆପଣଙ୍କୁ ଦେଇଛି 2x minus y plus 3 equal to 0। ତାହେଲେ ଗୋଟେ କାମ କରନ୍ତୁ, ମାଇନସ୍ ୱାଇଟା ଏପଟେ ଥାଉ, 2x ଟା ସେପଟୁ ନେଲେ କ'ଣ ହେଇଯିବ ନା ମାଇନସ୍ 2x, 3ଟା ସେପଟୁ ଗଲେ ହେଇଯିବ ମାଇନସ୍ 3। ବୁଝିପାରିଲେ? ତ ୱାଇଟା ଗୋଟେ କାମ କରିବା, ଏମିତି ଥାଉ, ମାଇନସ୍ଟା ଯଦି ସେପଟକୁ ମୁଁ ନେଇଯିବି ମୋର କେତେ ହବ? 2x ପ୍ଲସ୍ 3। ଉଭୟ ପାର୍ଶ୍ୱରୁ ମାଇନସ୍ କାଟିଦେବା ବୋଲି ଏମିତି ବି ଚିନ୍ତା କରିପାରିବେ। ତ y equal to 2x plus 3 ଅପସନ୍ B ହେଉଛି କରେକ୍ଟ। ବୁଝିପାରିଲେ? ନେକ୍ସଟ 3 ନମ୍ବର, ଏଠି ଡିଟରମିନାଣ୍ଟ ପଚାରିଛି। a equal to ଦେଖନ୍ତୁ 2 3 4 5 ଅଛି, ତ ପ୍ରଥମେ ଏମିତି ମଲ୍ଟିପ୍ଲାଏ କରନ୍ତୁ। 2 into 5 10 ମାଇନସ୍ 3 into 4 ହେଉଛି 12, ତ 10 minus 12 ମୋର ହେଇଯିବ -2। ଅପସନ୍ C ହେଉଛି କରେକ୍ଟ। ବୁଝିହେଲା? ନେକ୍ସଟ 4 ନମ୍ବର କ୍ୱେଶ୍ଚିନ୍ ତମକୁ ଦେଇଛି 2 ଅଙ୍କ ବିଶିଷ୍ଟ ଏକ ସଂଖ୍ୟାର ଦଶକ ଅଙ୍କ x, ଏକକ ଅଙ୍କ y ହେଲେ ସଂଖ୍ୟାଟି କେତେ ହବ? ତ ସଂଖ୍ୟାଟି ହେଉଛି ଦଶକ ଅଙ୍କ x ଅଛି, ଏକକଟା y ଅଛି। ତାହେଲେ ମୁଁ କହିପାରିବି x ରେ ମୁଁ କେତେ ମଲ୍ଟିପ୍ଲାଏ କରିବି? 10, ତ 10x ପ୍ଲସ୍ y ଇଣ୍ଟୁ 1 ମାନେ କେତେ? y, ତ 10x ପ୍ଲସ୍ y ରହିବ। D, ଏକ ଚାରିଘାତ ସମୀକରଣ ଶୂନ ସଂଖ୍ୟା ସର୍ବାଧିକ କେତେ? ତ ଦେଖନ୍ତୁ ଯେତିକି ସମୀକରଣ ମାନେ ହାଇଏଷ୍ଟ ପାୱାର ଯେତିକି, ତାର ଶୂନ ମାନେ ତାର ମୂଳ ସଂଖ୍ୟା ସେତିକି ହବ। ତ ଏଠି ଚାରିଘାତ ସମୀକରଣ ଅଛି ମାନେ କେତେ? ମୂଳ ସଂଖ୍ୟା 4 ରହିବ। ବୁଝିପାରିଲେ? ନେକ୍ସଟ ଦେଖିବା 6 ନମ୍ବର, ଏକ ଦ୍ୱିଘାତ ସମୀକରଣ ବିଜୋଡର ସମଷ୍ଟି -b/a, ବିଜୋଡର ଗୁଣଫଳ c/a ହେଲେ ସମୀକରଣଟି କେତେ ହବ? ଦେଖନ୍ତୁ x ସ୍କୋୟାର ମାଇନସ୍ ମୂଳ ଦ୍ୱୟର ସମଷ୍ଟି ଆମର ଯେତେବେଳେ ଥାଏ ସେଟା କେମିତି ଲେଖନ୍ତି? x ସ୍କୋୟାର ମାଇନସ୍ ଆଲଫା ପ୍ଲସ୍ ବିଟା ଇଣ୍ଟୁ x ପ୍ଲସ୍ ଆଲଫା ବିଟା ଇକ୍ୱାଲ୍ ଟୁ 0। ଏଇଟା ହେଉଛି ସୂତ୍ର। ତା ମାନେ ମୁଁ ଏଠି ଲେଖିଲି x ସ୍କୋୟାର ମାଇନସ୍ b/a ମୂଳ ଦ୍ୱୟର ସମଷ୍ଟି ଇଣ୍ଟୁ x ପ୍ଲସ୍ ମୂଳ ଦ୍ୱୟର ଗୁଣଫଳ ହେଉଛି c/a, ଏଇଟା ଇକ୍ୱାଲ୍ ଟୁ 0। ତ ଦେଖନ୍ତୁ ଏଠି ମାଇନସ୍ ମାଇନସ୍ ଏଇଟା ପ୍ଲସ୍ ହେଇଯିବ, ତ x ସ୍କୋୟାର ପ୍ଲସ୍ b/a ଇଣ୍ଟୁ x ପ୍ଲସ୍ c/a ଇକ୍ୱାଲ୍ ଟୁ 0। ଯଦି ମୁଁ ଏଠି ଏଟା ତଳେ ଲସାକୁ ନେଇଯିବି କ'ଣ ହବ ଉପରେ? ନା ଏଇଠି ଗୋଟେ a ମଲ୍ଟିପ୍ଲାଏ ହେଇଯିବ, ତ ax ସ୍କୋୟାର ପ୍ଲସ୍ bx ପ୍ଲସ୍ ଗୋଟେ c ଅଛି, ତଳେ a ରହିଲା ଇକ୍ୱାଲ୍ ଟୁ 0। ବର୍ତ୍ତମାନ ଏଇ ଏଟା ସେପଟେ ମଲ୍ଟିପ୍ଲାଏ କରିଦେବା, ତା ମାନେ ମୋର ରହିବ ax ସ୍କୋୟାର ପ୍ଲସ୍ bx ପ୍ଲସ୍ c ଇକ୍ୱାଲ୍ ଟୁ 0। ବୁଝିହେଲା? ଅପସନ୍ C ହେଉଛି କରେକ୍ଟ। ତ ଦେଖ ଏଇଟା ଆମର ମୂଳ ଦ୍ୱୟର, ଏଇଟା ଯୋଉ ସୂତ୍ରଟା ହିଁ ଆକ୍ଚୁଆଲି ସେୟା ହେଲା। ବିଜୋଡ ଦ୍ୱୟର ସମଷ୍ଟି ହେଉଛି ଏତିକି, ମୂଳ ଦ୍ୱୟର ଗୁଣଫଳ ହେଉଛି ଏତିକି।
ତାହେଲେ ଏଇଟା ହଉଛି ତମର କଣ ନା ସାଧାରଣ ରୂପ। ଏଇଟା ମୁଁ ତମକୁ ବାହାର କରିକି ଦେଖେଇ ଦେଲି, କିନ୍ତୁ ତମେ ପରୀକ୍ଷାରେ ଡାଇରେକ୍ଟ ଆନ୍ସର କରିଦେଇ ପାରିବ। କାରଣ ତମେ ଜାଣିଛ ଯେ ସାଧାରଣ ରୂପ ଯଦି ଏମିତି, ଏଇଟା ହଉଛି କଣ ଦ୍ୱିଘାତ ସମୀକରଣ ସାଧାରଣ ରୂପ, ମୂଳଧର ସମଷ୍ଟି ସୂତ୍ର ଏତିକି, ଗୁଣଫଳ ଏତିକି, ତାହେଲେ ତମେ କଣ କରିବ? ତାହେଲେ ସମୀକରଣଟା ସେଇ ସାଧାରଣ ରୂପଟା ରହିବ ନା। ଓକେ। 7 ନମ୍ବର କ୍ୱେଶ୍ଚିନ୍ ଆପଣଙ୍କୁ ଦେଲା ଏକ ଦ୍ୱିଘାତ ସମୀକରଣ ପ୍ରଭେଦକ d = 25 ହେଲେ ଏହାର ମୂଳଧର ସ୍ୱରୂପ କଣ ହବ? ତ ଦେଖ d ଯେହେତୁ ତମର 0 ଠାରୁ ବଡ ଅଛି, ତାହେଲେ ବାସ୍ତବ ମୂଳ ରହିବ। ଏବଂ ଯେହେତୁ ଏଇଟା ଗୋଟେ ପୂର୍ଣ୍ଣବର୍ଗ ସଂଖ୍ୟା ନା, 25 ମାନେ କଣ 5 ର ସ୍କୋୟାର ହେଲା। ଯେହେତୁ ଏଇଟା ପୂର୍ଣ୍ଣବର୍ଗ ସଂଖ୍ୟା ଅଛି, ତାହେଲେ କଣ ହବ? ପରିମେୟ ଏବଂ ଅସମାନ ରହିବ। ବୁଝିପାରିଲ? ପରିମେୟ ଏବଂ ଅସମାନ, ଏଇଟା ହଉଛି ଅପସନ ଡି ହଉଛି ଆନ୍ସର। ଓକେ। ନେକ୍ସଟ ଆମେ ଦେଖିବା 8 ନମ୍ବର ଦେଇଛି ଗୋଟିଏ ସଂଖ୍ୟା ଏବଂ ଏହାର ଧନାତ୍ମକ ବର୍ଗମୂଳର ସମଷ୍ଟି 90 ସଂଖ୍ୟାଟିକୁ x ସ୍କୋୟାର ନେଇ ଗଠିତ ସମୀକରଣଟି ଲେଖ। ଦେଖ, ତ ଏଠି ସଂଖ୍ୟାଟା ମୁଁ ନେବି x ସ୍କୋୟାର, ଧନାତ୍ମକ ବର୍ଗମୂଳଟା କେତେ ହବ? x ସ୍କୋୟାର ର ଧନାତ୍ମକ ବର୍ଗମୂଳଟା କେତେ? x ହବ ନା। ତ x ସ୍କୋୟାର ପ୍ଲସ୍ x ହଉଛି ମୋର 90। ତ ବର୍ତ୍ତମାନ ମୁଁ କଣ କରିବି ନା, ଦେଖ x ସ୍କୋୟାର ପ୍ଲସ୍ x ଥାଉ, 90 ଟାକୁ ଏପଟକୁ ନେଇ ଆସିଲି, -90 = 0। ତ x ସ୍କୋୟାର ପ୍ଲସ୍ x -90 = 0, ଅପସନ ଏ ହଉଛି କରେକ୍ଟ। ବୁଝା ପଡିଲା? ନେକ୍ସଟ ଦେଖିବା 9 ନମ୍ବର। ଏକ ଏପିର tn = 2n + 1 ହେଲେ tn କେତେ ହବ? t10 ଟା କେତେ ହବ? ତ ଦେଖ, ଏଇଟା ହଉଛି କଣ ନା ସାଧାରଣ ରୂପ କଥା ଦେଇଛି, ମତେ t10 ଟା ପଚାରିଛି ହେଲା। ତ ଏଠି tn ଯୋଉ ଲେଖା ହଉଛି, ଏଠି ମୋର t10 ଲେଖା ହେଇଛି ହେଲା। ତ n ଥିଲାବେଳେ ମୋର ଏତିକି ହଉଛି, 10 ଲେଖା ହେଇଛି ମାନେ ମୁଁ କଣ କରିବି? 2 × 10 + 1, 20 + 1 ହଉଛି 21। ବୁଝା ପଡିଲା? ଅପସନ ବି ହଉଛି କରେକ୍ଟ। 10 ନମ୍ବର ବି ଇଜି ଅଛି। ନିମ୍ନ ଅନୁକ୍ରମ ମାନଙ୍କ ମଧ୍ୟରୁ କେଉଁଟି ଏକ ଏପି ଅଟେ? ତ ଦେଖ, ଏଠି କଣ ହଉଛି ନା 2 ବଢିଛି, ତାପରେ 3 ବଢିଛି, ଏଇଟା ତ ନୁହେଁ। ଏଠି ଦେଖ 1.1 ବଢିଲା ଫାଷ୍ଟ, ତାପରେ 1.1 ବଢିଛି, ତ ଏଇଠି ତମର ଟିକେ ଗଡବଡ ହେଇଗଲା ହେଲା, 0.9 ବଢିଛି, ଏଇଟା ବି ନୁହେଁ। ନେକ୍ସଟ ଯଦି ଆମେ ଦେଖିବା 3, 5, 7, 9, 11, 2 ବଢିଲା, 2 ବଢିଲା, 2, 2, ଏଇଟା ହିଁ ତମର ଏପିରେ ଅଛି, କାରଣ ସାଧାରଣ ଅନ୍ତର ଏଠି ସମାନ ରହୁଛି। ତ ଏଇଟା ତମର ତ ଦେଖିପାରୁଥିବ, ଏଇଟା ତମର ଆନ୍ସର ନୁହେଁ ହେଲା, କାରଣ ଏଠି ଅସମାନ ବଢି ବଢି ଚାଲିଛି। ତ ଏଠି ଆନ୍ସର 10 ନମ୍ବର ଆନ୍ସର ହଉଛି ତମର ଅପସନ ସି। ଏପି କଥା କଣ ଦେଖିବ? ସାଧାରଣ ଅନ୍ତରଟା ଖାଲି ଦେଖିବ, ଯୋଉଠି ସମାନ ଅଛି ସେଗୁଟା ତମର ଏପିରେ ରହିବ। ବୁଝିପାରିଲ? ଓକେ।